ମା ହୁଁ ଏ ଯୋଉ ପରୀକ୍ଷିତ ରାଜା ଭାଗବତ ଶୁଣିଥିଲେ ବ୍ୟାସଦେବଙ୍କ ପାଖରୁ ହୁଁ ଆମେ ଶୁଣିଛେ। ହୁଁ ତାଙ୍କୁ କିଏ ଅଭିଶାପ ଦେଇଥିଲେ? ସୌମିକ ଋଷିଙ୍କ ପୁତ୍ର ଶୃଙ୍ଗି। କାହିଁକି ଅଭିଶାପ ଦେଇଥିଲେ? ରାଜା ପରୀକ୍ଷିତ ଅରଣ୍ୟ ମଧ୍ୟରେ ମୃଗୟାକୁ ଯାଇଥିଲେ। ସେଠି ତାଙ୍କୁ ବହୁତ ଶୋଷ ଲାଗିଲା। ପାଖରେ କେହି ପାତ୍ରମନ୍ତ୍ରୀ କେହି ନଥିଲେ। ସେ ଜଳ ସନ୍ଧାନରେ ବୁଲୁ ବୁଲୁ ଦେଖିଲେ ଗୋଟେ ଆଶ୍ରମ ଦେଖିଲେ। ସେ ଆଶ୍ରମକୁ ଚାଲିଗଲେ ପାଣି ପାଇଁ। ଋଷି ସୌମିକ ଋଷି ସେତେବେଳେ ଧ୍ୟାନସ୍ଥ ଥିଲେ। ରାଜା ବହୁତ ତାଙ୍କୁ ଡାକିଲେ, ଯେହେତୁ ଗଭୀର ଧ୍ୟାନସ୍ଥ ଥିଲେ ଋଷି, ତେଣୁ ସେ ରାଜାଙ୍କ ଡାକ ଶୁଣି ପାରିଲେନି। ରାଜା କିନ୍ତୁ ସେ କଥାକୁ ମନରେ ନ ବିଚାରି ତାଙ୍କୁ ଗୋଟେ ମଲା ସାପ ଆଣିକି ତାଙ୍କ ବେକରେ କି ଗୁଡ଼େଇ ଦେଲେ। ଏ କଥା ଜାଣିପାରିଲେ କିଏ? ସୌମିକ ଋଷିଙ୍କ ପୁତ୍ର ଶୃଙ୍ଗି। ସେ ରାଜାଙ୍କୁ ଅଭିଶାପ ଦେଲେ ଯେ ମୋ ପିତାଙ୍କ ସହିତ ଯେମିତିକା ଆପଣ ବ୍ୟବହାର କଲେ, ସେହି ବ୍ୟବହାର କାରଣରୁ ଆପଣଙ୍କୁ 7 ଦିନ ମଧ୍ୟରେ ତକ୍ଷକ ଦଂଶନ କରିବ। ରାଜା କିପରି ଅଭିଶାପରୁ ମୁକ୍ତ ପାଇବେ, ସେଥିପାଇଁ ସେ କ'ଣ କଲେ ନା ବ୍ୟାସଙ୍କ ଶରଣକୁ ଗଲେ। ବ୍ୟାସ କହିଲେ, ଋଷିଙ୍କ ଅଭିଶାପ ତ କେବେ ବ୍ୟର୍ଥ ଯିବନି, କିନ୍ତୁ ଆପଣ ଯଦି 7 ଦିନ ଧରି ଭାଗବତ ଶୁଣିବେ ତାହେଲେ ମୁକ୍ତି ପାଇଯିବେ। ସେଥିପାଇଁ ରାଜା ଶୁକମୁନିଙ୍କ ପାଖକୁ ଗଲେ। ଶୁକମୁନିଙ୍କ ପାଖରୁ 7 ଦିନ ଧରି ଭାଗବତ ଶୁଣିଲେ ଏବଂ ମୁକ୍ତି ପାଇଗଲେ। ଆଉ ତାପରେ ତ ତାଙ୍କୁ ପକ୍ଷ ସେଇ 7 ଦିନ ମଧ୍ୟରେ ତକ୍ଷକ ଦଂଶନ କଲା, ସେ ପ୍ରାଣ ତ୍ୟାଗ କଲେ, କିନ୍ତୁ ମୁକ୍ତି ପାଇଗଲେ। ଆଚ୍ଛା।